ସମସ୍ୟା ଆମ ଜୀବନରେ ବିନା କାରଣରେ ଆସି ନଥାଏ। ସମସ୍ୟା ଆସିବା ଏହା ଇସାରା କରିଥାଏ କି ଆମେ ଆମର ଜୀବନରେ ଏବେ ବହୁତ କିଛି ବଦଳାଇବାର ଅଛି। ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ମୋର ଏହି ଚ୍ୟାନେଲକୁ ସ୍ୱାଗତ। ଆଜିର ଏହି ଜ୍ୟୋତିଷ କାର୍ଯ୍ୟକ୍ରମ ତୁଳା ରାଶି ପାଇଁ ବହୁତ ହିଁ ଗୁରୁତ୍ୱପୂର୍ଣ୍ଣ ଅଛି। ଆଜି ଆମେ ଜାଣିବା ତୁଳା ରାଶି 2025 ଅଗଷ୍ଟ ମାସଟି କିପରି ରହିବ। ତୁଳା ରାଶିର ମାସିକ ରାଶିଫଳ ଉପରେ ଆଲୋଚନା କରିବା। ତୁଳା ରାଶି ବ୍ୟକ୍ତିବିଶେଷଙ୍କର ଅଗଷ୍ଟ ମାସଟି କିପରି ରହିବ, ସମ୍ପୂର୍ଣ୍ଣ ଭାବରେ ଆମେ ସେହି ବିଷୟରେ ଆଲୋଚନା କରିବା। ସେମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ ସମ୍ପର୍କ, ବୈବାହିକ ଜୀବନ, ଭାଗ୍ୟ, କ୍ୟାରିୟର ଏବଂ ବେପାର ବାଣିଜ୍ୟ ଉପରେ ବିସ୍ତାର ଭାବରେ ଆଲୋଚନା କରିବା। ନବଗ୍ରହଙ୍କର ସ୍ଥିତି ମଧ୍ୟ ଦେଖିବା। ନବଗ୍ରହ କି ପ୍ରକାରର ଫଳ ଦେବାରେ ସକ୍ଷମ ହେବେ। ଶେଷରେ ଅଶୁଭତ୍ୱ ପ୍ରଦାନ କରୁଥିବା ଗ୍ରହମାନଙ୍କ ପାଇଁ କିଛି ବିଶେଷ ପ୍ରତିକାର ମଧ୍ୟ ଜାଣିବା। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚାଲନ୍ତୁ ଆରମ୍ଭ କରିବା ଏହି କାର୍ଯ୍ୟକ୍ରମ, ଯାହାକି ଆପଣଙ୍କର ଜନ୍ମ ରାଶି ଚନ୍ଦ୍ର ରାଶି ଉପରେ ଆଧାରିତ। ଅଗଷ୍ଟ ମାସ ଆରମ୍ଭରେ ତୁଳା ରାଶିରେ ନବଗ୍ରହଙ୍କର ସ୍ଥିତି ବିଷୟରେ ସର୍ବପ୍ରଥମେ ଜାଣିବା। ଏହା ପୂର୍ବରୁ ଯଦି ଆପଣଙ୍କର ବି ତୁଳା ରାଶି ହୋଇଥାଏ ଏବଂ ଆପଣ ବି ଈଶ୍ୱରଙ୍କୁ ସଚ୍ଚା ହୃଦୟରୁ ଭକ୍ତି କରନ୍ତି, ବିଶ୍ୱାସ କରନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ, ଜୟ ଶନିଦେବ ଅବଶ୍ୟ ଲେଖିଦିଅନ୍ତୁ। ତ ସର୍ବପ୍ରଥମେ ଜାଣିନେବା ଏହି ଅଗଷ୍ଟ ମାସରେ ତୁଳା ରାଶିରେ ନବଗ୍ରହଙ୍କର ସ୍ଥିତି କିପରି ରହିବ। ଯେବେ ଅଗଷ୍ଟ ମାସ ଆରମ୍ଭ ହେବ ତ ତୁଳା ରାଶିରେ ନବଗ୍ରହଙ୍କର ସ୍ଥିତି କିଛି ଏହି ପ୍ରକାର ରହିବ, ଯେମିତି ଆପଣ ସ୍କ୍ରିନରେ ଦେଖୁଛନ୍ତି। ବନ୍ଧୁଗଣ, ରାଶିଚକ୍ରର ସପ୍ତମ ରାଶି ହେଉଛି ତୁଳା ରାଶି ଏବଂ ଆପଣଙ୍କ ରାଶିର ଅଧିପତି ହେଉଛନ୍ତି ଶୁକ୍ର। ଏବଂ ଶୁକ୍ର ଆପଣଙ୍କର ନବମ ଭାବରେ ଭାଗ୍ୟ ଭାବରେ ବିରାଜମାନ ଅଛନ୍ତି। ତାଙ୍କ ସହିତ ଦେବଗୁରୁ ବୃହସ୍ପତି ବିରାଜମାନ ଅଛନ୍ତି। ଆପଣଙ୍କର ପଞ୍ଚମ ଭାବରେ ରାହୁ ବିରାଜମାନ ଅଛନ୍ତି। ଷଷ୍ଠ ଭାବରେ ଶନି ବିରାଜମାନ ଅଛନ୍ତି। ଆପଣଙ୍କର ଦଶମ ଭାବରେ ସୂର୍ଯ୍ୟ ଏବଂ ବୁଧ ବିରାଜମାନ ଅଛନ୍ତି। ଆପଣଙ୍କର ଏକାଦଶ ଭାବରେ କେତୁ ବିରାଜମାନ ଅଛନ୍ତି ଏବଂ ଦ୍ୱାଦଶ ଭାବରେ ମଙ୍ଗଳ ବିରାଜମାନ ଅଛନ୍ତି। ଧ୍ୟାନ ଦେଇ ଶୁଣନ୍ତୁ। ସବୁଠୁ ପ୍ରଥମେ ଜାଣିବା ଆପଣଙ୍କର ସ୍ୱାସ୍ଥ୍ୟ କିପରି ରହିବ ଏହି ଅଗଷ୍ଟ ମାସ 2025ରେ। ବନ୍ଧୁଗଣ, ପ୍ରଥମ ଭାବ ହୋଇଥାଏ ଆପଣଙ୍କର ସ୍ୱାସ୍ଥ୍ୟର ଭାବ, ଆପଣଙ୍କର ଇମ୍ୟୁନିଟି ସିଷ୍ଟମର ଭାବ ଏବଂ ପ୍ରଥମ ଭାବର ଅଧିପତି ଶୁକ୍ର ଆପଣଙ୍କର ନବମ ଭାବରେ ଭାଗ୍ୟ ଭାବରେ ବିରାଜମାନ ଅଛନ୍ତି। ଦେଖନ୍ତୁ, ଏହି ମାସରେ ଶୁକ୍ରଙ୍କର ସ୍ଥିତି ବହୁତ ଭଲ ଅଛି। ଶୁକ୍ର ନବମ ଭାବରେ ଅଛନ୍ତି। ମଙ୍ଗଳ ମଧ୍ୟ ବହୁତ ଭଲ ସ୍ଥିତିରେ ଅଛନ୍ତି। କିନ୍ତୁ ପଞ୍ଚମ ଭାବର ଅଧିପତି ଶନିଦେବ ଆପଣଙ୍କର ଷଷ୍ଠରେ ଅଛନ୍ତି ଏବଂ ଆପଣଙ୍କର ପଞ୍ଚମରେ ରାହୁ ବିରାଜମାନ ଅଛନ୍ତି। ପଞ୍ଚମ ଭାବ ଆପଣଙ୍କର ପେଟର ଭାବ ହୋଇଥାଏ। ତ ଆପଣଙ୍କର ପେଟରେ କିଛି ସମସ୍ୟା ଦେଖାଦେଇପାରେ। ବଦ ହଜମି ଭଳି ସମସ୍ୟା ଦେଖାଦେଇପାରେ। ସମୟ ସମୟରେ ଗ୍ୟାଷ୍ଟ୍ରିକ୍ ଭଳି ସମସ୍ୟା ଦେଖାଦେଇପାରେ। ଏଥିପ୍ରତି ଆପଣ ଟିକେ ଧ୍ୟାନ ଦେବେ। ବାହାର ଖାଦ୍ୟପେୟ ଖାଇବା ଠାରୁ ଆପଣ ଦୂରେଇ ରୁହନ୍ତୁ। ଏହା କେବଳ ଏହି ମାସ ପାଇଁ ନୁହେଁ, ବରଂ ରାହୁ ଆପଣଙ୍କର ପଞ୍ଚମ ଭାବରେ ପୁରା 1.5 ବର୍ଷ ପର୍ଯ୍ୟନ୍ତ ରହିବେ। ତ ଆପଣଙ୍କୁ ଟିକେ ଆପଣଙ୍କର ପେଟର ଧ୍ୟାନ ରଖିବାକୁ ପଡ଼ିବ। ବାହାର ଖାଦ୍ୟପେୟ ଖାଇବା ଠାରୁ ଦୂରେଇ ରହିବାକୁ ପଡ଼ିବ। ତ ଦେଖିବାକୁ ଗଲେ ଏହି ମାସରେ ଆପଣଙ୍କର ସ୍ୱାସ୍ଥ୍ୟରେ କିଛି ବି ବଡ଼ ସମସ୍ୟା ହେବାର ନାହିଁ। ଏବେ ଜାଣିବା ଆପଣଙ୍କର ଶିକ୍ଷା କ୍ଷେତ୍ର କିପରି ରହିବ ଏହି ଅଗଷ୍ଟ ମାସ 2025ରେ। ବନ୍ଧୁଗଣ, ପଞ୍ଚମ ଭାବ ହୋଇଥାଏ ଆପଣଙ୍କର ଶିକ୍ଷା କ୍ଷେତ୍ରର ଭାବ ଏବଂ ପଞ୍ଚମ ଭାବର ଅଧିପତି ଶନିଦେବ ଆପଣଙ୍କର ଷଷ୍ଠରେ ବିରାଜମାନ ଅଛନ୍ତି। ଦେଖନ୍ତୁ, ଏହି ମାସରେ ଆପଣଙ୍କର ପଞ୍ଚମ ଭାବକୁ ବୃହସ୍ପତିଙ୍କର ଦୃଷ୍ଟି ଅଛି। ପୁଣି 17 ଅଗଷ୍ଟ ପରେ ସୂର୍ଯ୍ୟ ମଧ୍ୟ ଆପଣଙ୍କର ପଞ୍ଚମ ଭାବକୁ ଦେଖିବେ ଏବଂ ରାହୁ ମଧ୍ୟ ଆପଣଙ୍କର ପଞ୍ଚମରେ ଅଛନ୍ତି। ଏହି ମାସରେ ଆପଣଙ୍କର ପାଠପଢ଼ାର ସ୍ଥିତି ବହୁତ ହିଁ ଅଧିକ ଭଲ ରହିବ। ଆପଣ ପାଠପଢ଼ାରେ ବହୁତ ଅଧିକ ଉନ୍ନତି କରିବେ। ରାହୁ ଏଠାରେ ଥିବାରୁ ଆପଣଙ୍କୁ ଚାଲାକ ଚତୁର ବନାଉଛନ୍ତି। ଆପଣ ଇଣ୍ଟେଲିଜେଣ୍ଟ ବନୁଛନ୍ତି। ଆପଣଙ୍କର ଯଦି କିଛି ଏକ୍ଜାମ ଅଛି, ଖାସ୍ କରି 17 ଅଗଷ୍ଟ ପରେ ଆପଣ ସେଥିରେ ନିଶ୍ଚିନ୍ତ ଭାବରେ ଉତ୍ତୀର୍ଣ୍ଣ କରିବେ। ପାଠପଢ଼ାରେ ଆପଣ କିଛି ବଡ଼ ଡିସିସନ୍ ନେଇପାରନ୍ତି, ବଡ଼ ପରିବର୍ତ୍ତନ କରିପାରନ୍ତି କିମ୍ବା କୌଣସି ନୂତନ ସ୍ଥାନରେ ଆଡ଼ମିସନ୍ ନେଇପାରନ୍ତି। କୌଣସି ଫର୍ମ ଫିଲ୍ଅପ୍ ମଧ୍ୟ କରିପାରନ୍ତି।
समस्त कॉम्पिटिटिव एग्जाम रे आपण को सफलता प्राप्ति हेबा। बृहस्पतिंकर दृष्टि पंचम भाव उपरको रहुथिबा हेतु आपणक भितरे ज्ञान एवं बुद्धिर वृद्धि हेबा। आपण इंटेलिजेंट बनिबे। ज्ञान एवं बुद्धि बल रे शिक्षा क्षेत्र रे उन्नति करिवे। राहु आपणकर पंचम रे थिबारु समय समय आपण द्वंद्व भितर मध्य रही पारंती। आपणक मन रे डाउट मध्य आसी पारे। एथि प्रति आपण टिके ध्यान देबे। एबे जानिबा आपणकर प्रेम जीवन किपर रहिबा। एही अगस्त मास 2025 रे बंधुगण पंचम भाव ही होई थाए आपणकर प्रेम जीवनर भाव, शिक्षार भाव एवं संतानर भाव मध्य होई थाए। जेमिति कि मु आपणको कहिले पंचम भावर अधिपति शनिदेव आपणकर षष्ठरे अछंती एवं आपणकर पंचम रे राहु विराजमान अछंती। बंधुगण देखंतु आपणकर पंचम भावरे राहु थिबा हेतु एवं शनिदेव षष्ठ भावरे थिबा हेतु आपणकर प्रेम जीवन रे एही मासरे टिके समस्या देखा देई पारे, कन्फ्यूजन देखा देई पारे। छोट छोट कथारे कଳି झगड़ा भली परिस्थिति उत्पन्न होई पारे, आर्गुमेंट होई पारे। छोट छोट झगड़ा बड़ धरणर झगड़ार रूप नहीं पारे। एथिप्रति आपण टिके ध्यान देबे। किंतु गुरुंकर दृष्टि पंचम भाव उपरको रहुथिबा हेतु आपणकर प्रेम जीवन रे जहाँ भी समस्या आसिले मध्य ताहा धीरे धीरे दूर होई जिबा। तो मोटामोटी देखिबाकू गले एही मासरे आपणकर प्रेम जीवन एवरेज अछि। चिंता करिवार कोनोसी आवश्यकता नाही। एबे जानिबा आपणकर वैवाहिक जीवन किपरि रहिबा। एही अगस्त मास 2025 रे बंधुगण सप्तम भाव होई थाए आपणकर वैवाहिक जीवनर भाव एवं सप्तम भावर अधिपति हेउछंती मंगल देव एवं मंगल आपणकर द्वादश भावरे विराजमान अछंती। देखंतु एही मासरे मंगल आपणकर सप्तम भाव को दृष्टि देउछंती। आपणकर वैवाहिक जीवन तो भल रहिबा। दाम्पत्य जीवन सुखमय व्यतीत हेब। आपण किछि बड़ डिसिजन नहीं पारंती। किंतु द्वादश भाव, षष्ठ भाव एवं अष्टम भाव को कुंडली रे भल विचार करा जाई न थाए। आपणक भितर टिके तालमेल रे कमी देखा देई पारे। आपणकर लाइफ पार्टनर तांकर काम रे बहुत अधिक व्यस्त रही पारंती एवं आपणको समय देई न पारंती, जहा फल रे आपणकर वैवाहिक जीवन रे समस्या देखा देई पारे। आपणकर लाइफ पार्टनर बाहर जगह को बेसी यात्रा करि पारंती। कामर प्रेशर तांको ऊपर रही पारे। एथिप्रति आपण टिके ध्यान देबे। परस्पर मध्यरे तालमेल रखिबाकू चेष्टा करिवे। एबे जानिबा सबठार गुरुत्वपूर्ण विषय वस्तु जहाँकि आपणकर भाग्य, क्यारियर एवं व्यापार वाणिज्य किपर रहिबा। एही अगस्त मास 2025 रे बंधुगण नवम भाव होई थाए आपणकर भाग्यर भाव, दशम भाव होई थाए आपणकर क्यारियर भाव। नवम भावर अधिपति हेउछंती बुध एवं बुध आपणकर दशम भावरे विराजमान अछंती। देखंतु एही मासरे आपणकर राशिर अधिपति शुक्र भाग्यस्थान रे विराजमान अछंती एवं देवगुरु बृहस्पति मध्य विराजमान अछंती, जे कि भाग्यर कारक ग्रह। एही मासरे आपणकर भाग्य सर्वश्रेष्ठ रहिबा, अति उत्तम रहिबा। आपण भाग्यशाली मन करिवे। समस्त क्षेत्र रे भाग्य आपणकर सहाय्य करिबा। कम परिश्रम रे आपणको बहुत अधिक सफलता प्राप्ति हेबा। आपण किछि बड़ कार्यर आरंभ करि पारंती, बड़ इन्वेस्टमेंट करि पारंती। आपण कोनोसी भूमि, प्रॉपर्टी, जमी किंवा नूतन गृह इत्यादि निर्माण करि पारंती। नूतन जानवाहन मध्य क्रय करि पारंती। कोनोसी धार्मिक स्थान को यात्रा करि पारंती एवं आपणकर गृह रे कोनोसी शुभ मांगलिक कार्यर आयोजन मध्य होई पारे। आपणकर जदि कोनोसी कार्य पूर्वर अटकी रहितिला ताहा मध्य पुणी थरे चालू हेबाकू लागिबा। तो मोटामोटी देखिबाकू गले एही मासरे आपणकर भाग्य बहुत ही अधिक भल अछि। आपण जहाँ भी इच्छा ताहा करंतु, आपणको निश्चिंत सफलता प्राप्ति हेबा। क्यारियर कथा हेबा जदि दशम भावरे बुध एवं सूर्य बुधादित्य राजयोगर निर्माण करुछंती। एही मासरे आपणकर क्यारियर बहुत ही अधिक भल अछि। आपण आपणकर क्यारियर रे बहुत अधिक उन्नति करिवे। आपण जदि पूर्वरु चाकरी करिसंती तो आपणकर प्रमोशन हेबार मध्य जोग बनुअछि। खास करी सरकारी क्षेत्र रे आपणको बहुत अधिक सफलता प्राप्ति हेबा। एवं जो माने भी बेरोजगार अछंती, जो मानक पाखरे कोनोसी भी चाकरी बाकरी नाही, तो सेमानकु नूतन चाकरी मध्य प्राप्ति होई पारे, प्रमोशन मध्य होई पारे। आपणकर जॉब रे किछि ट्रांसफर होई पारे।
କୌଣସି MNC କମ୍ପାନୀରୁ ଆପଣଙ୍କ ପାଖକୁ ଜବ୍ ଅଫର୍ ମଧ୍ୟ ଆସିପାରେ। ଆପଣଙ୍କ ପାଖକୁ ନୂଆ ନୂଆ କାମ ମଧ୍ୟ ଆସିପାରେ। ଆପଣ ଆପଣଙ୍କର କାମକାର୍ଯ୍ୟକୁ ନେଇ ବିଦେଶ ଯାତ୍ରା ମଧ୍ୟ କରିପାରନ୍ତି। ସମାଜରେ ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତି ହେବ, ଲୋକ ସମ୍ପର୍କ ବଢ଼ିବ। ଏବେ କଥା ହେବା ଆପଣଙ୍କର ବ୍ୟାପାର ବାଣିଜ୍ୟ ବିଷୟରେ। ବନ୍ଧୁଗଣ, ସପ୍ତମ ଭାବ ହୋଇଥାଏ ବ୍ୟାପାର ବାଣିଜ୍ୟର ଭାବ ଏବଂ ସପ୍ତମ ଭାବର ଅଧିପତି ମଙ୍ଗଳ ଆପଣଙ୍କର ଦ୍ୱାଦଶ ଭାବରେ ଅଛନ୍ତି। ଏହି ମାସରେ ଆପଣଙ୍କର ବ୍ୟାପାର ବାଣିଜ୍ୟ ଭଲ ତ ରହିବ, କିନ୍ତୁ ଆପଣ ଯେତିକି ଆୟ କରିବେ ସେତିକି ମଧ୍ୟ ବ୍ୟୟ ମଧ୍ୟ ଆପଣଙ୍କର ହୋଇଯାଇପାରେ। କାହିଁକିନା ଦ୍ୱାଦଶ ଭାବ ବ୍ୟୟର ଭାବ ହୋଇଥାଏ। କିନ୍ତୁ ଯେଉଁମାନେ ବି ବିଦେଶରେ ରହି କୌଣସି ବ୍ୟାପାର ବାଣିଜ୍ୟ କରୁଛନ୍ତି, ଇମ୍ପୋର୍ଟ ଏକ୍ସପୋର୍ଟର କାମ କରୁଛନ୍ତି, ତ ସେମାନଙ୍କୁ ସଫଳତା ପ୍ରାପ୍ତି ହେବ। ସେମାନଙ୍କର ଗ୍ରାହକ ବଢ଼ିପାରନ୍ତି। ଏହି ମାସରେ ଆପଣଙ୍କର ଫାଇନାନ୍ସିଆଲ ଗ୍ରୋଥ୍ ହୋଇପାରେ, ବ୍ୟାଙ୍କ ବାଲାନ୍ସ ବଢ଼ିପାରେ। ଏବେ ଜାଣିବା କିଛି ଉପାୟ ବିଷୟରେ, ଯାହାକୁ କରିବା ଦ୍ୱାରା ଏହି ମାସରେ ଯାହା ବି କିଛି ଅଶୁଭ ରହୁଅଛି ତାହା ଦୂର ହୋଇପାରିବ। ସର୍ବପ୍ରଥମେ ତ ଆପଣ ଶୁକ୍ରଙ୍କର ବୀଜମନ୍ତ୍ରର ଜପ ଅବଶ୍ୟ କରନ୍ତୁ। ଓମ୍ ଦ୍ରାଂ ଦ୍ରିଂ ଦ୍ରଂ ସହ ଶୁକ୍ରାୟ ନମଃ 108 ଥର ପ୍ରତ୍ୟେକ ଦିନ ଜପ କରନ୍ତୁ। ଶୁଭଫଳ ପ୍ରାପ୍ତି ହେବ। ମା ଲକ୍ଷ୍ମୀଙ୍କର ଆରାଧନା କରନ୍ତୁ। ପ୍ରତ୍ୟେକ ଦିନ ହନୁମାନ ଚାଳିଶାର ପାଠ କରନ୍ତୁ ଏବଂ ସୂର୍ଯ୍ୟଙ୍କୁ ଜଳାର୍ଘ୍ୟ ଅର୍ପଣ କରନ୍ତୁ। ଶୁଭଫଳ ପ୍ରାପ୍ତି ହେବା ସହିତ ଆପଣଙ୍କର ଭାଗ୍ୟରେ ଉନ୍ନତି ଆସିବ। ଧନ୍ୟବାଦ।